ଜୟ ଜଗନ୍ନାଥ ମହାଥାରେ ନମ। ଓଡ଼ିଆ ବ୍ୟାକରଣ ବିଶେଷଣରୁ ବିଶେଷ୍ୟ ପଦ ଗୃହୀତ ଗ୍ରହଣ ସାହିତ୍ୟିକ ସାହିତ୍ୟ ଅନୁମିତ ଅନୁମାନ ରକ୍ତାକ୍ତ ରକ୍ତ ଜଙ୍ଗଲୀ ଜଙ୍ଗଲ ରାସାୟନିକ ରସାୟନ ଲଘୁ ଲଘତା ସୁନ୍ଦର ସୁନ୍ଦରତା ଆବଶ୍ୟକ ଆବଶ୍ୟକତା ଦୂର ଦୂରତା ଆୟୋଜିତ ଆୟୋଜନ ମଠୁଆ ମଠ ଦୂର ଦୂରତା ଶିକ୍ଷିତ ଶିକ୍ଷା ସାମୟିକ ସମୟ ବିଚ୍ୟୁତ ବିଚ୍ୟୁତି ସାମ୍ରାଜ୍ୟ ସମ୍ରାଟ ଅସ୍ପୃଶ୍ୟ ଅସ୍ପୃଶ୍ୟତା ସତ୍ୟ ସତ୍ୟତା ପାଥେୟ ପଥ ଶାରୀରିକ ଶରୀର ଦୈହିକ ଦେହ ନିର୍ବାଚିତ ନିର୍ବାଚନ ପୃଥକ ପାର୍ଥକ୍ୟ ଅଭିନୀତ ଅଭିନୟ ଉତ୍ପନ୍ନ ଉତ୍ପାଦିତ ମାନବିକତା ମାନବ ଜାତ ଜନ୍ମ ଦୁଃଖିତ ଦୁଃଖ ଯୋଗ୍ୟ ଯୋଗ୍ୟତା ଅତିକ୍ରାନ୍ତ ଅତିକ୍ରମ ଆଂଶିକ ଅଂଶ ନମ୍ରତା ନମ୍ର ବିଶେଷ୍ୟରୁ ବିଶେଷଣ କ୍ରୋଧ କ୍ରୁଦ୍ଧ ମାନବ ମାନବିକ ଆବିଷ୍କାର ଆବିଷ୍କୃତ ଶରୀର ଶାରୀରିକ ଉପକାର ଉପକାରୀ ମାଟି ମାଟିଆ ବିନାଶ ବିନିଷ୍ଟ ଐକ୍ୟ ଏକ ଅର୍ଜନ ଅର୍ଜିତ ବାଲି ବାଲିଆ ସରସ ସରଳତା କୁତ୍ସା କୁତ୍ସିତ ସବୁଜ ସବୁଜିମା ସୁନ୍ଦର ସୌନ୍ଦର୍ଯ୍ୟ କୃପା କୃପାଳୁ ଅସୁର ଆସୁରିକ ଗୁଣ ଗୁଣିଆ ଅଭ୍ୟାସ ଅଭ୍ୟସ୍ତ ଶାନ୍ତି ଶାନ୍ତ ଆକ୍ରମଣ ଆକ୍ରମିତ ଅଞ୍ଚଳ ଆଞ୍ଚଳିକ ଅଧୁନା ଆଧୁନିକ ବର୍ଷ ବାର୍ଷିକ ଇହ ଐହିକ ସମ୍ବତ୍ସର ସମ୍ବତ୍ସରିକ ମନ ମନୁଆ ସର୍ବ ସାର୍ବିକ ଦେହ ଦୈହିକ ସୁଆଦ ସୁଆଦିଆ ଅନ୍ଧାର ଅନ୍ଧାରିଆ ଅର୍ଥ ଆର୍ଥିକ ଆହ୍ୱାନ ଆହୁତ ଉତ୍କର୍ଷ ଉତ୍କୃଷ୍ଟ ପବିତ୍ର ପବିତ୍ରତା ମୌଳିକତା ମୌଳିକ ଉତ୍ତାପ ଉତ୍ତପ୍ତ ଦମ୍ପତି ଦାମ୍ପତ୍ୟ ରୋଗ ରୋଗୀ ନେଳି ନେଳିଆ ତେଲ ତେଲିଆ ଭଦ୍ର ଭଦ୍ରତା କଳା କାଳିଆ ବାକ୍ୟ କହିଲେ ଆମେ କହିବା ଅଥବା ଲେଖିବା ସମୟରେ ଶବ୍ଦ ଯୋଜନା ପରି ସମାଧାନ ହୋଇନପାରେ ହେତୁ ଅଯଥାରେ ଗୁଡ଼ିଏ ଶବ୍ଦ ପ୍ରୟୋଗ କରୁ। ଏସବୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ହୁଏତ ଏଡ଼ାଇ ଦିଆଯାଇପାରେ। ସନ୍ଧି ସମାସ ତଦ୍ଧିତ ଓ କୃଦନ୍ତ ଇତ୍ୟାଦି ପ୍ରତ୍ୟୟ ଦ୍ୱାରା ବାକ୍ୟ ଗୁଡ଼ିକୁ ସଂକ୍ଷିପ୍ତ କରି ପ୍ରକାଶ କରାଯାଇପାରେ। ଏଠାରେ କେତୋଟି ଦୃଷ୍ଟାନ୍ତ ଯଥା ସୂର୍ଯ୍ୟ ଉଦୟ ହେଲା ସୂର୍ଯ୍ୟ ପ୍ଲସ ଉଦୟ ସମାନ ସୂର୍ଯ୍ୟୋଦୟ ହେଲା। ଦୀପ ଆଲୋକ ଜଳାଅ ଦୀପ